କଥାରେ ଅଛି କେବେ କୌଣସି କଥା ବା ପର କଥା କେବେ ଲୁଚିକି ଶୁଣିବନି। ଆଉ ଶୁଣି ସାରିଲା ପରେ ଯାହା ରିଆକ୍ସନ୍ ହେବ ତାହା ଘଟିଛି ନିକିତା। ଯେତେବେଳେ ନିକିତା ଦେଖିଛି ଯେ ତରୁଣ ବବଲିକୁ ଖୁଆଇ ଦେବାର, ସେତେବେଳେ ସେ ସିଧା ଆସିଛି ତପସ୍ୟା କତିକି। ଯେତେବେଳେ ତପସ୍ୟାକୁ ଦେଖିଛି ବିନା ଟେନସନ୍ରେ ବସିକି ଲେଜ୍ ଖାଉଛନ୍ତି, ସେତେବେଳେ ସେ କହିଛନ୍ତି, ଆରେ ମନେ ରଖିଥା, ଶୋଇଲା ପୁଅର କେବେ ଭାଗ ନଥାଏ। ଆଉ ତୁ ଏମିତି ବିନ୍ଦାସରେ ଥା। ସେପଟେ ତରୁଣ ଯେ ବବଲିଙ୍କୁ ସବୁ କିଛି ଦେଇ ସାରିଲେଣି, ମାନେ ସ୍ନେହ, ଭଲ ପାଇବା, ପ୍ରେମ ଏସବୁ ଦେଇ ସାରିଲେଣି, କିନ୍ତୁ ତୁ ଏଠି ଏମିତି ବିନା ଟେନସନ୍ରେ ବସିଥା। ଏକଥା ଯେତେବେଳେ କହିଛନ୍ତି ନିକିତା ତପସ୍ୟାଙ୍କୁ, ସେତେବେଳେ ତପସ୍ୟା କିଛି ବୁଝିପାରୁନାହାନ୍ତି। ଆଉ କହିଛନ୍ତି, ଆରେ ମୋତେ ଯାହା କହିବୁ ଡାଇରେକ୍ଟଲି କହ, ଏମିତି ବୁଲେଇ ବଙ୍କେଇ କହିବା କିଛି ଆବଶ୍ୟକତା ନାହିଁ। ସେତେବେଳେ ନିକିତା କହିଛନ୍ତି, ଦେଖ, ଏବେ ତରୁଣ ବବଲିଙ୍କର ବହୁତ ନିକଟତର ହେଉଛନ୍ତି, ଯାହାକି ତୋ ପାଇଁ ସେଇଟା ଭଲ ନୁହେଁ। ଯଦି ପାରୁଛୁ ତୁ ତରୁଣଙ୍କର ନିକଟତର ହେବାକୁ ଚେଷ୍ଟା କର। ଏଠି ଏମିତି ବସିଲେ କିଛି ଲାଭ ନାହିଁ। ଯେତେବେଳେ ଏ କଥା ନିକିତା ତପସ୍ୟାକୁ କହିଛନ୍ତି, ତପସ୍ୟା କହିଛନ୍ତି, ତୁ ଜମା ବ୍ୟସ୍ତ ହନା, ତାର ସବୁ ବନ୍ଦୋବସ୍ତ ମୁଁ କରିସାରିଛି। ଦାଦା ମାନେ ଅଙ୍କଲ କହିଛନ୍ତି କାଲି ଯେଉଁ ପୂଜା ହେବ ସେ ପୂଜାରେ ତରୁଣଙ୍କ ସହିତ ମୋର ବାହାଘର ପ୍ରସ୍ତାବ ପକାଇବେ। ଆଉ ତୁ ବ୍ୟସ୍ତ ହନା, ସବୁ କିଛି ମୁଁ ଠିକ୍ କରିଦେଇଛି। ଆଉ ସେ ବବଲିକୁ କେମିତି ମୋ ଲାଇଫରୁ ହଟେଇବି ସେ ବନ୍ଦୋବସ୍ତ ମଧ୍ୟ ମୁଁ କରିଦେଇଛି। ଆସ ଦିଦି ବସ୍। କିନ୍ତୁ ଏ କଥାରେ ଜମା ନିକିତା ଖୁସି ନାହାନ୍ତି। ଏବଂ ନିକିତା ଦେଖିଛନ୍ତି ତପସ୍ୟା ଯେମିତି ଫିକିଲ୍ ମାଇଣ୍ଡରେ କଥାବାର୍ତ୍ତା ବିହେଭ୍ କରୁଛନ୍ତି, ସେଥିପାଇଁ ସେ ଓରିଡ଼ି ଅଛନ୍ତି ଏବଂ କହିଛନ୍ତି, ତୁ ଏମିତି ହେଲେ କୌଣସି ନା କୌଣସି ବିଘ୍ନ ଘଟିବ। କିନ୍ତୁ ତା ପୂର୍ବରୁ ଯଦି ଆମକୁ ସତର୍କ ନ ରହିବା ତାହେଲେ ଆମକୁ ପ୍ରୋବ୍ଲେମ୍ କ୍ରିଏଟ୍ କରିବ। ହଁ ଫ୍ରେଣ୍ଡସ୍, କ'ଣ ନିକିତା ଆଉ ତପସ୍ୟା ଯେଉଁ ପ୍ଲାନ୍ କରୁଛନ୍ତି ତା ଦେହରେ ସକ୍ସେସ୍ ହେବେ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ